ପିଲାମାନେ ନମସ୍କାର ଆପଣମାନଙ୍କୁ ଆଉ ଗୋଟେ ଇନଫର୍ମେସନାଲ ଭିଡ଼ିଓକୁ ସ୍ୱାଗତ। ଦେଖନ୍ତୁ ନ୍ୟୁଜ୍ରେ ବହୁତ ଚାଲିଛି, ଆପଣମାନେ ଦେଖିପାରୁଥିବେ କି ଯେଉଁ ଆମର ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଶିକ୍ଷାମନ୍ତ୍ରୀ ଥିଲେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ତାଙ୍କର ଇସ୍ତଫା ଦେଲା ପରେ ଯେଉଁ ଷ୍ଟ୍ରାଇକ୍ ହେଇଥିଲା, ତାପରେ ଆମର ଓଡ଼ିଶାର ଯେଉଁ ଶିକ୍ଷାମନ୍ତ୍ରୀ ଅଛନ୍ତି ନିତ୍ୟାନନ୍ଦ ଗଣ୍ଡ, ତାଙ୍କ ଇସ୍ତଫା ପାଇଁ ଯେଉଁ ଅପୋଜିସନ୍ ପାର୍ଟି ଅଛନ୍ତି ସେମାନେ ଆଉ ଷ୍ଟୁଡେଣ୍ଟମାନେ ଦାବି କରୁଛନ୍ତି କି ତାଙ୍କ ଇସ୍ତଫା ଦେବା ପାଇଁ। ଯେହେତୁ ବହୁତ ତ୍ରୁଟି ହେଇଥିଲା, ବହୁତ କିଛି ରିକ୍ରୁଟମେଣ୍ଟ ଆସୁନାହାନ୍ତି, ବହୁତ ସ୍କୁଲରେ ଟିଚର ନାହାନ୍ତି, ବହୁତ କିଛି ପ୍ରୋବ୍ଲେମ୍ ଚାଲିଛି, ତ ସମସ୍ତେ ତାଙ୍କ ଇସ୍ତଫା ମାଗୁଛନ୍ତି। ତ ସେ ଗୋଟେ କାମ କରିଛନ୍ତି, ଦେଖନ୍ତୁ ଆପଣମାନେ ନିହାତି ନ୍ୟୁଜ୍ରେ ଦେଖିଥିବେ ପର୍ଯ୍ୟନ୍ତ ମନ୍ତ୍ରୀ ଘର ବଦଳାଇ ଦେଲେ, ମାନେ ସେ ବାस्तु ଦୋଷ ବୋଲି କରି, ଦେଖନ୍ତୁ ବାस्तୁ ଦୋଷ ବୋଲି କରି ସେ ଘର ବଦলাই ଦେଇଛନ୍, ମାନେ ଯେନ୍ ଘରେ ରହୁଥିଲେ ସେଟାକେ ବାस्तୁ ଦୋଷ ବୋଲି କରି ପ୍ରୋବ୍ଲେମ୍ ହେଲା, ବାस्तୁ ଦୋଷ ବୋଲି କରି ସେ ଘରକୁ ବଦলাই ଦେଇକି ଅଲଗା ଘରେ ଏବେ ରହିବାକେ ଯାଉଛନ୍। ଦେଖୁନ୍ ତାର ଡିଟେଲ୍ସ ଆମେ ଦେଖମା। ଦେଖନ୍ତୁ ପିଲାଙ୍କ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ବିରୋଧୀ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି। ମାନେ ପାଠ୍ୟପୁସ୍ତକ ଯେନ୍ ବହୁତ ତ୍ରୁଟି ହେଇଥିଲା 2000+ ଯେନ୍ 1ରୁ 8 କ୍ଲାସ୍ ପର୍ଯ୍ୟନ୍ତ ବହୁତ ବହି ତ୍ରୁଟି ହେଇଥିଲା, ସେଟା ତ ବହୁତ ଖରାପ ଜିନିଷଟା ହେଇଥିଲା, ଯେନ୍ଥିର ଲାଗି ସେଟା ନିତ୍ୟାନନ୍ଦ ଗଣ୍ଡକେ ଅପୋଜିସନ୍ ପାର୍ଟି ମାନେ ଇସ୍ତଫା ମାଗୁଛନ୍। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଯେହେତୁ ଦେଲେ ବେଲେ ଯଦି କିଛି ଭୁଲ ହେଲା ବେଲେ ତ ନିହାତି ରେସ୍ପନ୍ସିବିଲିଟି ନେଇକରି ତ ନିହାତି ଦେବାର କଥା ଇସ୍ତଫା ମୋର ହିସାବରେ। ବେଲେ ମନ୍ତ୍ରୀ ବାସ୍ତୁକୁ ଡରି ସରକାରୀ କ୍ୱାର୍ଟର ବଦଳାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦେଖନ୍ତୁ ସେ ବାସ୍ତୁକୁ ଡରି କରି, ମାନେ ବାସ୍ତୁ ପ୍ରୋବ୍ଲେମ୍ ଯେ ଇନ ଖାଇକି ମୋର ପ୍ରୋବ୍ଲେମ୍ ହେଉଛି ବୋଲି ସେ ଘରକେ ଡରି କରି ଘରକେ ଚେଞ୍ଜ କରିଦେଇଛନ୍। ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କ ପୂର୍ବରୁ କ୍ୱାର୍ଟରରୁ ବାସ୍ତୁ ଠିକ୍ ନଥିବାରୁ ତାହାକୁ ପରିବର୍ତ୍ତନ କରିଦେବା ଜଣାପଡ଼ିଛି। ଦେଖନ୍ତୁ ବାସ୍ତୁ ଠିକ୍ ନେଇ ବୋଲି ଦେଖିଲା ବେଲେ ବହି ଠିକ୍ ନେଇ କଲା ତାକୁ ପ୍ରେସର ଆସିଛି, ଯେତେବେଳେ ବାସ୍ତୁ ଠିକ୍ ନେଇ ବୋଲି ଘର ପରିବର୍ତ୍ତନ କରିଲେ କାଣା ହେବା? ତାହାର ଶିକ୍ଷା ପରିବର୍ତ୍ତନ କରୁନ୍ ଆପଣ। ଆମର ଓଡ଼ିଶାର ଏଜୁକେସନ୍ ସିଷ୍ଟମ୍ ଏତିକି ଏବେ ଖରାପ ଚାଲିଛି, ବହୁତ କିଛି ଟିଚର ମାନେ ଟିଚର ନେଇ କେନ୍ ସ୍କୁଲରେ କେନ୍ ଗୋଟେ ସ୍କୁଲ ଚାଲିଛି, କେନ୍ ଗୋଟେ ଟିଚର ସ୍କୁଲ ଚାଲିଛି, କେନ୍ ଇନଫ୍ରାଷ୍ଟ୍ରକ୍ଚର ନେଇ ସବୁ ସେଟା ବଦଳୁନ୍, ଘର ବଦଳାଇଲେ ନିଜଟା କାଣା ହେବା? ସୂଚନା ଅନୁଯାୟୀ ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ କ୍ୱାର୍ଟର ରାଜଭବନରୁ ଏହି ଛକ ଆସିଥିବା ଗସ୍ତରେ ୟୁନିଟ୍ 6 ସ୍ଥିତ ଟାଇବାଇଟ୍ 4ରେ ରହୁଥିଲେ ହେଲା। ଗତ କିଛି ଦିନ ତଳେ ଦେଖନ୍ତୁ ଏହାକୁ ମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲ ଛକ, ମାନେ କ୍ୟାପିଟାଲ ହସ୍ପିଟାଲ ଛକ ଟିକସ କ୍ୱାର୍ଟର ନମ୍ବର 8CA କୁ ପରିବର୍ତ୍ତନ କରିଛନ୍ତି। ଦେଖନ୍ତୁ ସେଇଠାରେ ଥିଲେ, ଏଇଠାରେ ରହୁଥିଲେ ଆଉ ଏଠାକୁ ଚେଞ୍ଜ କରିଛନ୍ତି ସେ। ତାପରେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ପିଲାଙ୍କ ପାଠ୍ୟପୁସ୍ତକରେ ଏତେ ସଂଖ୍ୟାରେ ତ୍ରୁଟି କେବେ ହୋଇନଥିଲା, ମାନେ ବାସ୍ତୁ ଦୋଷ ଲାଗି ପିଲାଙ୍କ ପାଠ୍ୟପୁସ୍ତକରେ ଏତେ ମାନେ ହେଲା ପ୍ରୋବ୍ଲେମ୍, ମାନେ ତ୍ରୁଟି ହେଇଛି, ମାନେ କମେଡ଼ି ଜିନିଷ ସେଇଟା କାଣା, ମାନେ ସେ ଏଜୁକେସନ୍ ମିନିଷ୍ଟରର ବାସ୍ତୁ ଦୋଷ ହେଲେ ତାର ଘର ପ୍ରୋବ୍ଲେମ୍ ହେଲେ ବହିରେ ତ୍ରୁଟି ହେବାର ତାର କାଣା ଲେନା ଅଛି, ମାନେ କମେଡ଼ି ଚାଲିଛି ଗୋଟେ, ଆଉ କାଣା କମାଗ ଯେନ୍ଟା ଠିକ୍ କରିବା କଥା ସେଟା ଠିକ୍ କରି ଘର ବଦଲା ଚାଲିছে, କାଣା କାଣା ଚାଲିছে କିଛି नहीं करबार କାଣା କହିମି। আর କହ ଅନିୟମିତତାକୁ ନେଇ ଉଭୟ ପ୍ରମୁଖ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ମାନେ ମନ୍ତ୍ରୀ ଇସ୍ତଫା ଦାବି କରିଛନ୍ତି। ତାଙ୍କ ଇସ୍ତଫା ଦାବା କରିଛନ୍ତି ବିଜେଡି ଓ କଂଗ୍ରେସ ମିଶିକରି। ବିଜେପି ପକ୍ଷରୁ ଏହାକୁ ବିରୋଧୀ ଷଡ଼ଯନ୍ତ୍ର ବୋଲି କୁହାଯାଉଥିବା ବେଳେ ବିରୋଧୀ ଛାତ୍ର ଓ ଯୁବ ସଂଗଠନ ରାଜସ୍ଥାନରେ ଆନ୍ଦୋଳନ ପାଇଁ ଇସ୍ତଫା ଦାବି ପ୍ରଦାନ କରୁଛନ୍ତି। ଦେଖନ୍ତୁ ଏହା ଷଡ଼ଯନ୍ତ୍ର କାଣା ଅଛି, ଏଥିରେ ତ ଭୁଲ ହେଇଛି, ଏଥିରେ ଷଡ଼ଯନ୍ତ୍ର କାଣା ଅଛି, ନିଜେ ତ ନିଜର ଭୁଲ ସ୍ୱୀକାର କରିବା କଥା ନା। ଆଉ ଯେନ୍ମାନେ ସେ ବହି ବନେଇଛନ୍ ସେମାନଙ୍କୁ ଉଚିତ ମାନେ କାର୍ଯ୍ୟକ୍ରମ କରିବା କଥା, ମାନେ କାହିଁକରି ସେନ୍ତା କରାହେଲା, ଆଗରୁ ତ ଏନ୍ତା କେବେ नहीं ହେଇଥାଇ, ତ ଏଥର କେନ୍ତା କରି ହେଲା ସେଟା ତ ଜାଣିବାର କଥା ନା। ବାସ୍ତୁ ଦୋଷର ବହି ତ୍ରୁଟି ଥୋଡ଼ି ହେସି, ତ ସେମାନେ କାଣା ଷଡ଼ଯନ୍ତ୍ର ବୋଲେ ଠିକ୍ ତ କହୁଛନ୍। ବିଭିନ୍ନ সংগঠন পক্ষରୁ ভুবনেশ্বর কোয়র লোয়ার পিএমজি প্রতিবাদ মধ্যে କରାଯାଉଛି। ଆଉ ତାପରେ ଟିଚର ରିକମେଣ୍ଡ ଦେବାର ଇନଫ୍ରାଷ୍ଟ୍ରକ୍ଚର ନାନ ସ୍କୁଲ ବହୁତ ପ୍ରୋବ୍ଲେମ୍ ଚାଲିছে, SIR ଡ୍ୟୁଟିରେ ସବୁ ଟିଚରକୁ ଲଗାଇ ଦେଇଛନ୍, କିଏ ପାଠ ପଢ଼ାବାନି, ତ ନିହାତି ତ ଭାବରେ ତ ଷ୍ଟ୍ରାଇକ୍ କରିବେ। ଏକା ଷ୍ଟୁଡେଣ୍ଟର ଗାର୍ଡ଼ିଆନ୍ ସବୁ ପ୍ରୋଟେଷ୍ଟ କରୁଛନ୍ତି, ତ ସେଥିରେ ଘର ବଦଲାବାର ବାସ୍ତୁ ଦୋଷର କାଣା ଲେନା। ଅନ୍ୟ ପକ୍ଷରେ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାରେ ମୁଖ୍ୟମନ୍ତ୍ରୀ କଠୋର ଅଭିମୁଖ୍ୟ ଗ୍ରହଣ କରିବା ସହ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦେଖନ୍ତୁ ଯେଉଁ ବହି ତ୍ରୁଟି ହେଇଛି ସେଟାକେ କ୍ରାଇମବ୍ରାଞ୍ଚ ନିକଟରେ ଦେଇଛନ୍ତି। ବାକି ଆମର ଇଣ୍ଡିଆର ଜଷ୍ଟିସ୍ ତ ଜାଣିଛ, କ୍ରାଇମବ୍ରାଞ୍ଚ ହଉ କି ଯିଏ ବି ହଉ କେତେ 6 ବର୍ଷ ତକ ଲଗାବେ, ତାପରେ କାଣା ହେଲା କିଛି ନି ବାହାରେ ରିଜଲ୍ଟ ଯେନ୍ତାକେ ସେନ୍ତା। କ୍ରାଇମବ୍ରାଞ୍ଚ ଏବେ ଏହି ମାମଲାରେ CRT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିବା ସହ ଅଧିକ ଖେଳବାଡ଼ କରି କହୁଛନ୍ତି। ମାନେ CRTର ଯେନ୍ ଆମର ରହିଛନ୍ ଆମର ବୁକ୍ ନ୍ୟାସନାଲ ଦେଖ ଆମର ଯେନ୍ ନ୍ୟାସନାଲ NCERT ବନାସି, ଆମର ଓଡ଼ିଶାର ଲାଗି CRT ବନାସି ହେଲା ବହି, ତ ସେଟାର ନିର୍ଦ୍ଦେଶକ ପୂର୍ବ ନିର୍ଦ୍ଦେଶକ ସେଟାକେ ଯେ ଗିରଫ କରିଛନ୍ତି ତାମାନେ ଆମର କ୍ରାଇମବ୍ରାଞ୍ଚ ବାଲେ। ନେକ୍ସଟ ଦେଖନ୍ତୁ ଏହି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ନିର୍ଭୁଲ ବହି ପ୍ରଦାନ କରିବା ନେଇ ପ୍ରକ୍ରିୟା ଆଗେଇଛି। ମାନେ ସମ୍ପୂର୍ଣ୍ଣ ନିର୍ଭୁଲ ମାନେ ଯେତେ ପଇସା ଖର୍ଚ୍ଚ ହେଇଛି ସେଟା ବି ଗଲା, ସବୁ ବର୍ବାଦ, ସବୁ ବର୍ବାଦ। ପୁଣି ଆଉଥରେ ବହି ଛପା ହେବା, କେବେ ବହି ଆସିବ, କେବେ ପାଠ ପଢ଼ିବେ, କେବେ ଏକ୍ଜାମ୍ ଦେବେ, ସେ ଛୁଆମାନେ ଧନ୍ୟବାଦ। ବହି ଛପା ନେଇ ଟେଣ୍ଡର ସରିଛି। ଟେଣ୍ଡର ନିୟମ ଅନୁସାରେ ଯେଉଁ ସଂସ୍ଥା ଯୋଗ୍ୟ ବିବେଚିତ ହେବେ ସେମାନେ ତ ଆଗରୁ ବିବେଚିତ ଯିଏ ହେଇଥିଲା ସେ ବିବେଚିତ नहीं ହେଇଥାଏ, ସେ ବି ତ ବିବେଚିତ ହେଇଥିଲା ନା, ସେ ବିବେଚିତ ହେଇଥିଲା କି ସେ ତ ସେ ଭୁଲ କଲା, ତ ନେକ୍ସଟ ଭୁଲ नहीं ହେବା ବୋଲି କାଁ ଗ୍ୟାରେଣ୍ଟି ଅଛି। ତ ଆପଣମାନେ ସେଥିଲାଗି ସଜାଗ ରହୁନ୍। ଦେଖେ ସେ ବି ତ କହିଥିଲା ନା ହେବ ତାକୁ SCRT କ୍ୟୁରିକୁଲମ୍ ଦେବେ, ସେଲ୍ରୁ ପାଠ୍ୟପୁସ୍ତକ ଡିଜିଟାଲ ସଂଗ୍ରହ କରିବାକୁ ପଡ଼ିବ, କାର୍ଯ୍ୟ ବେଶ ପକାଇ 1 ମାସ ମଧ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରିବାକୁ ଶେଷ, ମାନେ 1 ମାସ ଭିତରେ ବହି ଛାପି କରି ଏଇଟା କରବା ଲାଗି କହିଛନ୍। ଚୁକ୍ତି ସ୍ୱାକ୍ଷର ହେବାର 7 ଦିନ ମଧ୍ୟରେ ପ୍ରଥମ ସଂଶୋଧିତ ଡ୍ରାଫ୍ଟ ବିଶେଷଜ୍ଞ ସମକ୍ଷ ପାଇଁ ଦାଖଲ କରିବାକୁ ଚୁକ୍ତି ସ୍ୱାକ୍ଷର ଯେନ୍ ବି ମାନେ ସେ ନେବା ସେଟାକେ ହେଟା କରବା ବହି ଡ୍ରାଫ୍ଟ କରବା ଲାଗି, ବହି ଛାପା ଲାଗି ନେବା, ସେଟାକେ 7 ଦିନ ଭିତରେ ଗୋଟେ ପହଲା ଦେବା, ସେଟାକେ ବିଶେଷଜ୍ଞମାନେ ସମୀକ୍ଷା କରିବେ। ତ ଆଗରୁ ବି ଦେଖୁন ଏଥର ନେକ୍ସଟ ଯେନ୍ତାକେ ଭୁଲ କଲା ଛୁଆମାନେ କଲେ ଭବିଷ୍ୟତର ଖେଲେ ମାନେ ପ୍ରୋବ୍ଲେମ୍ ଚାଲିଛି। ତ ସମୀକ୍ଷା ପରେ ଦ୍ୱିତୀୟ ଡ୍ରାଫ୍ଟ କରାଯାଇ ଚୂଡ଼ାନ୍ତ ନିୟନ୍ତ୍ରଣ ଦିଆଯିବ। ପ୍ରଶାସନ କ୍ଷେତ୍ରରେ ପୁସ୍ତକ ଭିତର ପୃଷ୍ଠା ପାଇଁ OC GSM ମ୍ୟାପଲି ତ କାଗଜ ପୃଷ୍ଠା ପାଇଁ 220 GSM କାଗଜ ବ୍ୟବହାର କରାଯିବ, ମାନେ ଏ କାର୍ଯ୍ୟ ବ୍ୟବହାର କରାଯାଇଛି ସୂତ୍ରରୁ ଜଣାପଡ଼ିଛି ହେଲା। ନେକ୍ସଟ ଦେଖନ୍ତୁ ମାନେ ଉଲ୍ଲେଖଯୋଗ୍ୟ ଖାଲି କି ଭୁଲ ବହି ଲାଗି ପିଲାଙ୍କଠାରୁ ଅଭିଭାବକ ତଥା ଶିକ୍ଷକ ବିବେଚିତ ସମସ୍ତେ ଛି ଛାଗରା କରୁଛନ୍ତି। ନିହାତି କରିବେ ଭାଇ, କେନ୍ତା କରିବେ? ତୁମେ ବହି ଭୁଲ ଛାପ 2000 3000 ଜାଣା ବେଲେ ଦାଣା ଛାପି ଦେଇକରି ଛୁଆକୁ ପଢ଼ବା ଲାଗି ଦେବ, ତ ନିହାତି କରିବେ। ସରକାର ଏହାର ଉତ୍ତରଦାୟିତ୍ୱ ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡକୁ ତୁରନ୍ତ ପଦରୁ ବାହାର କରିବାକୁ ଦାବି ହୋଇଛି। ନିହାତି ଭାବରେ ଦେବାର କଥା। ଏଜୁକେସନ୍ ମିନିଷ୍ଟର ଇସ୍ତଫା ଯେହେତୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ତାର ଯେହେତୁ ଭୁଲ नहीं ଥାଇ ନିଟ୍ ପେପର ଲିକ୍ରେ ତାର ଭୁଲ ଥିଲା, କିଏ ଲିକ୍ କରିଥିଲା କାଣା नहीं କାହାର ଭୁଲ ଥିଲା କିଏ ଜାଣି, ଫିର୍ ବି ଇସ୍ତଫା ଦେଲେ ସେନ୍ତା ବହି ତ୍ରୁଟି ହେଇছে, ମାନେ ସ୍କୁଲ ସିଷ୍ଟମ ଖରାପ ଚାଲିছে, ଟିଚର ରିକ୍ରୁଟମେଣ୍ଟ नहीं ଦେବା, ତ ନିହାତି ଭାବରେ ଇସ୍ତଫା ଦେବାର କଥା। ଗୋଟେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଯେହେତୁ ଇସ୍ତଫା ଦେଉଛି, ଓଡ଼ିଶା ଶିକ୍ଷା ମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କାଁ କରି ନି ଦେବା ନିହାତି ଭାବରେ ଦେବାର କଥା। ତ ଏଥିରେ ଘର ବଦଳିକରି ବାସ୍ତୁ ଦୃଷ୍ଟି କହିବାର କାଣା ଅଛି ଆରୁ ଆପଣମାନେ ବହି ବେକାରକେ ବସ୍ତୁ କାଣା କହିକରି ଘର ଦୃଷ୍ଟି କରବାରୁ ନିଜ ଶିକ୍ଷା ଆରୁ ସ୍ୱାସ୍ଥ୍ୟ ବିଭାଗକେ ଠିକ୍ କରିକରି ମାନେ ଭଲ୍ ହିସାବେ ଆମର ଏଜୁକେସନ୍ ସିଷ୍ଟମ୍କେ ଠିକ୍ କରବାର ଲାଗି ଚେଷ୍ଟା କରବା ଛାଡ଼ିକରି ଅଲଗା ଅଲଗା ଧନ୍ଦା କରୁଛନ୍। ତ ଆଜି ଇନଫର୍ମେସନ୍ ଏଥିରେ ରହୁଛେ। ଆଉ ଆପଣମାନଙ୍କୁ ଯଦି ଭଲ ଭିଡ଼ିଓ ଭଲ ଲାଗିଲା ଇନଫର୍ମେସନ୍ ତ ନିହାତି ଭାବରେ ଆପଣ ସେୟାର କରିବେ ଆଉ ସବସ୍କ୍ରାଇବ୍ କରିକି ଆପଣଙ୍କ ଚ୍ୟାନେଲ୍ ସହିତ ଅପଡ଼େଟ୍ ରହିବେ। ଥ୍ୟାଙ୍କ ୟୁ।